ବେହେରା ମୁଁ ହରିଅଂଶ ଗାଁର ଜଣେ ମଦ ତ ମଦ ସମସ୍ତେ ଜାଣିଛନ୍ତି ଏଇଟା ବହୁତ ଖରାପ ଜିନିଷଟେ। ଆଉ ସେଥିପାଇଁ ତ ସବୁ ମାନେ ଘରେ ମାନେ କେହି ସୁରକ୍ଷିତ ନାହାନ୍ତି, ମାନେ ଝିଅ ମାନେ ବେସିକାଲି। ଆଉ ପୁଅମାନେ ବି ସୁରକ୍ଷିତ କହୁଛନ୍ତି କି ଯେଉଁମାନେ ଧର ମଦ ମାନେ ଆଡେକ୍ଟ ହେଇଗଲେଣି ସେ ଘରୁ ପଇସା ଚୋରି କରୁଛନ୍ତି, ନ ପାଇଲେ ସାହି ପଡ଼ିଶା ମାନେ ଅସାମାଜିକ କାମ କରିକି ଯେଉଁ ପଟେ ହେଲେ ପଇସାଟା ଆଣିବୁ ଆମେ ମଦ ପିଇବୁ। ଏମାନେ ତାଙ୍କ ଘରର ମାନେ କିଭଳି ଅବସ୍ଥା ହେଇଯିବ ସେଇଟା ଆପଣ ବୁଝିପାରୁଥିବେ। ପରିସ୍ଥିତି ବହୁତ ଖରାପ। ଆଉ ଝିଅ ବୋହୂମାନେ ବି ସୁରକ୍ଷିତ ନୁହନ୍ତି। ରାସ୍ତାରେ ଆଜିକାଲି ତ ସମସ୍ତେ ଚାକିରି ମାନେ କଲେଣି, ବାହାରକୁ ପଢ଼ିବାକୁ ଯାଉଛନ୍ତି। କିଏ ରାତିରେ ଆସିବ, ସନ୍ଧ୍ୟା କ'ଣ ଦିନରେ ସବୁ ଫେରିବା ଦରକାର କି? ସନ୍ଧ୍ୟା ହେଲେ ବାପା ମାଆଙ୍କର ଚିନ୍ତା ଝିଅଟି କେମିତି ଏଇ ରାସ୍ତାଟା ଦେଇ ଆସିବ। ଗଙ୍ଗଟା ହସନାବାଦ ଯେଉଁମାନେ ଯାଉଛନ୍ତି ସେପଟେ, ଆଉ ମାନେ ସୁରକ୍ଷିତ ମନେ କରୁନ ଝିଅ ବୋହୂମାନେ। ସେଥିପାଇଁ ମଦ ଦୋକାନଟା ନିହାତି ବନ୍ଦ ହେବା ଦରକାର। ଆମର ସମସ୍ତଙ୍କର ଦୃଢ଼ ସଂକଳ୍ପ ଏଇଟା। ତାପରେ ପୁଣି ଆମେ ଆନ୍ଦୋଳନ କରିବୁ, ଆନ୍ଦୋଳନକୁ ଓହ୍ଲେଇବୁ। ବହୁ ପରିମାଣରେ ଯାଇକି ମଦ ଦୋକାନ ଭାଙ୍ଗି ବି ପାରୁ। ଯେମିତି ହେଲେ ଆମେ ବନ୍ଦ କରିବାକୁ ଚେଷ୍ଟା କରିବୁ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବନ୍ଦ କରିବାକୁ। ଯଦି ନହେଲେ ଆମେ ପୁଣି ଆଗାମୀ ପଦକ୍ଷେପ ଆମର ଅନ୍ୟ ଧରଣର ଗୋଟେ ବଡ଼ ପଦକ୍ଷେପ ହେବ। ଆଜି ଆମ ଗାଁ ମହା ମଣ୍ଡୁଅ ନାୟକାଣୀଙ୍କ ପୀଠରେ ଏ ପାଖାପାଖି 3ଟି ପଞ୍ଚାୟତର ଲୋକମାନେ ଏକତ୍ରିତ ହୋଇଛନ୍ତି। ଏକତ୍ରିତ ହେବାର ମୁଖ୍ୟ କାରଣ ହେଉଛି ଯେ ଆମେ ମଦ ଦୋକାନକୁ ବିରୋଧ କରୁଛୁ। ବିଗତ 1 ମାସ ତଳେ ହୋଇଥିବା ଲଟେରୀରେ ଦୁଇଟା ମଦ ଦୋକାନ, ଯେଉଁକି ଦେଶୀ ଓ ବିଦେଶୀ ମଦ ଦୋକାନ ଏଇ ପାଖାପାଖି ଅଧ କିଲୋମିଟର ଭିତରେ ହେବା ପାଇଁ ପ୍ରସ୍ତାବିତ ହୋଇଛି, ଯାହାକି ଆମ ଅଞ୍ଚଳ ପାଇଁ ଏକ ଦୁଃଖ ଘଟଣା। କାରଣ ଏଇ ହସନାବାଦରୁ ଧୂସୁରୀ ଯେଉଁ ରାସ୍ତାଟି ଯାଇଛି, ଏଇଟା ହେଉଛି 2ଟି ଜିଲ୍ଲାର ଗୋଟେ ମୁଖ୍ୟ ରାସ୍ତା କହିଲେ ଚଳେ। ପ୍ରତ୍ୟେକ ଦିନ ଏଇ ରାସ୍ତାରେ ମା ଭଉଣୀ, ବିଭିନ୍ନ କଲେଜ ଯିବାର ଛାତ୍ରଛାତ୍ରୀମାନେ ଏବଂ ବହୁ ବରିଷ୍ଠ ଲୋକମାନେ ବି ଯିବା ଆସିବା କରନ୍ତି ବିଭିନ୍ନ କାର୍ଯ୍ୟ ପାଇଁ। କିନ୍ତୁ ସନ୍ଧ୍ୟାବେଳେ ଏହାର ପରିସ୍ଥିତି ଏମିତି ବିଗିଡ଼ିଯାଏ ଯାହାକି ଅବର୍ଣ୍ଣନୀୟ। ତେଣୁ ଆମେ ଉକ୍ତ ମିଟିଂ ମାଧ୍ୟମରେ ଆଜି ଯେଉଁ ସଚେତନତା ଗୋଟେ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଆଗାମୀ ଦିନରେ ଏହି ପ୍ରସ୍ତାବିତ 2ଟି ମଦ ଦୋକାନ ଏଇ ଆମ ରାସ୍ତାରେ ନ ହୋଇ, ଧୂସୁରୀରୁ ହସନାବାଦ ଯାଇଥିବା ରାସ୍ତାରେ ନ ହୋଇ ଅନ୍ୟ କେଉଁଠି ହେଉଛି ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଆମେ ସରକାରଙ୍କ ପାଖରେ ନିବେଦନ କରୁଛୁ ଏ ଅଞ୍ଚଳବାସୀ ଯେ ଏଇ ମଦ ଦୋକାନ 2ଟି ଏଇ ରାସ୍ତାରେ ନହେଲେ ଆମମାନଙ୍କ ପାଇଁ ବହୁତ ଉପକୃତ ହେବ। ଧନ୍ୟବାଦ। এই মদ দোকান বিষয়ে কহিବାକୁ গলে অনেক কিছু, কিন্তু এই মদ দোকান পাই ঘরে ঘরে অশান্তি সৃষ্টি হচ্ছে এবং পিলামানে পাঠ পড়িয়া পাই ঝিও বহু ভাল মন্দ এটি আমি ঘরু বাহারি পারনু। 7টা ହେଲା ବେଳକୁ ପଡ଼ ପକାଇ ଦେଉଛୁ। ରାସ୍ତା ହାଟରେ ମଦ ପିଇକି କାଚ ମଧ୍ୟ ପକାଉଛନ୍ତି। ତା ଭିତରେ ଏତେ ଅଶାନ୍ତିଜନକ ସୃଷ୍ଟି ହେଉଛି, ନା ବାପ ପୁଅକୁ ମାନୁନି, ମା ଝିଅକୁ ମାନୁନି। ଏମିତି ବି ପରିସ୍ଥିତି ସୃଷ୍ଟି ହେଉଛି କହିଲେ ନ ସରେ। ଆଉ କ'ଣ କହିବି, ମୁଁ ବି ନିଜେ ଅନୁଭବ କରିପାରୁନି ଏଇ ଗାଁରେ କେମିତି ଆମର ଧୂସୁରୀ ଠାରୁ ନା ହସନାବାଦ ଠାରୁ ଧୂସୁରୀ ଭିତରେ ମଦ ଦୋକାନ ନ ହେଉ। ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏଠି ମଦ ଦୋକାନଟି ନହେଲେ ମୁଁ ବହୁତ ଚିରୋପକୃତ ହେବି। ମୁଁ ହେଲି ନିରଞ୍ଜନ ମାଝୀ, ପୂର୍ବତନ ନଦୀଗାଁ ଗ୍ରାମ ପଞ୍ଚାୟତ। ବର୍ତ୍ତମାନ ପାଇଁ ମିସେସ୍ ମଧ୍ୟ ସରପଞ୍ଚ ଅଛନ୍ତି, ତାଙ୍କର ମଧ୍ୟ ବହୁ ଦାୟିତ୍ୱ ମଧ୍ୟ ମୁଁ ତୁଳାଏ। ରାସ୍ତା କଡ଼ରେ ଯେଉଁ ମଦ ଦୋକାନ ଏ ଅଞ୍ଚଳରେ ସର୍ବପ୍ରଥମେ ବୁଦ୍ଧିଜୀବୀ ବହୁ ଦିନ ଆଗରୁ ମଧ୍ୟ ବିରୋଧ କରିବାର ଥିଲା। ଆଗେ ଧୂସୁରୀର ହେଲା, ତାପରେ ସାସପୁର ରାସ୍ତାରେ ହେଲା, ତାପରେ ପୂର୍ବରେ ମଧ୍ୟ ଯିଏ ବର୍ତ୍ତମାନ ପାଇଁ ସରପଞ୍ଚ ଥିଲେ ପୂର୍ବରୁ ସିଏ ମଧ୍ୟ ଲାଇସେନ୍ସ ଦେଲେ। NOC ଦେଲା ପରେ ମଧ୍ୟ ଏଠି କାଉଣ୍ଟରଟେ ଖୋଲାଗଲା, 2ଟି କାଉଣ୍ଟର ମଧ୍ୟ। ଏଠି ବୁଦ୍ଧିଜୀବୀ କିଛି ସେତେବେଳେ ବିରୋଧ କରିପାରିଥାନ୍ତେ, ବିରୋଧ ନ କରି ମଧ୍ୟ ବହୁ ଝିଅ ବୋହୂଙ୍କର ମଧ୍ୟ କ୍ଷତି ହେଲା। ଯାହାଫଳରେ ପୂର୍ବରୁ ମଧ୍ୟ ଯେହେତୁ ସରକାର ବର୍ତ୍ତମାନ ଆମ ଏ ଅଞ୍ଚଳରେ ମନ୍ତ୍ରୀ ମହୋଦୟ ଅଛନ୍ତି, ମଧ୍ୟ ଚାହିଁଥିଲେ ପବ୍ଲିକ ପିଟିସନ କରି ମଧ୍ୟ କଲେକ୍ଟର ଯେତେବେଳେ ସେ ମାନେ ଲଟେରୀ ସିଷ୍ଟମ ପ୍ରୋସେସକୁ ନେଲେ ସେତେବେଳେ ମଧ୍ୟ ବନ୍ଦ ହୋଇପାରିଥାନ୍ତା। କିନ୍ତୁ ଆଜି ବି ମଧ୍ୟ ଯେ ଲଟେରୀ ହୋଇସାରିଛି, 600 ଜଣ ମଧ୍ୟ ପକେଇଛନ୍ତି। ସେ 600 ଜଣରୁ ଜଣିଏ ବ୍ୟକ୍ତି ମଧ୍ୟ ପାଇଛି। ଏ ଅଞ୍ଚଳରେ କିଛି ଲୋକ ବି ମଧ୍ୟ ଲଟେରୀ ପକେଇଥିଲେ। ତେଣୁ
ସମସ୍ତେ ସେଥିରେ ମଧ୍ୟ ଜଣେ ବ୍ୟକ୍ତି ପାଇସାରିଛି। ବହୁ ମଧ୍ୟ ବ୍ୟକ୍ତି NSC ନେବା ପାଇଁ ଆମ ଘରେ ପହଞ୍ଚୁଛନ୍ତି, ରାତିରେ ପହଞ୍ଚୁଛନ୍ତି, ବହୁ ଲୋକଙ୍କର ସମ୍ପର୍କ ଦ୍ୱାରା ଫୋନ୍ ବି କରୁଛନ୍ତି। ମୁଁ ଜନ୍ମଗତରୁ ମଧ୍ୟ ମଦ ବିରୋଧୀ, ଆମ ଅଞ୍ଚଳରେ ମଧ୍ୟ ମରା ମଦ ଚାଲୁଥିଲା, ବହୁ ବିରୋଧୀ କରି ମଧ୍ୟ ଜୀବନ ଭରି କେସ୍ ବି ମଧ୍ୟ ନେଇଛି। ଆଜି ମୁଁ ମଧ୍ୟ ଆପଣଙ୍କ ମିଡ଼ିଆ ମାଧ୍ୟମରେ ଗୋଟିଏ କଥା କହୁଛି, ମୁଁ ନଦିଗା ପଞ୍ଚାୟତ ତରଫରୁ କେବେ NSC ମଦ ଦୋକାନ ଖୋଲିବା ପାଇଁ ଦେବି ନାହିଁ। ଏହା ମୋର ଦୃଢ଼ ମଧ୍ୟ ଆପଣମାନଙ୍କୁ ମଧ୍ୟ ମିଡ଼ିଆ ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ମଧ୍ୟ ପ୍ରତିଶୋଧ ଦେଉଛି। କିନ୍ତୁ ଏହି ପ୍ରତିଶୋଧ ବଳରେ ଆପଣମାନେ ଗୋଟିଏ କଥା ମଧ୍ୟ ଆହୁରି ମିଡ଼ିଆ ମାଧ୍ୟମରେ ସାମିଲ କରନ୍ତୁ, ଯେଉଁମାନେ ପାଖ ସରପଞ୍ଚ ଅଛନ୍ତି ସେମାନଙ୍କୁ ଏ ଯେଉଁ ମଦ ବିରୋଧୀ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଉ। ସେମାନେ ସାମିଲ ହେଲେ ଗୋଟିଏ ରାସ୍ତା ସିନା ବନ୍ଦ ହେଇଯିବ, ଅନ୍ୟ ରାସ୍ତାରେ ଅନ୍ୟ ସରପଞ୍ଚ ପାଖରୁ NSC ଆଣି ମଧ୍ୟ ସେ ମଦ ଖୋଲି ପାରିବେ। ଇତିପୂର୍ବରୁ ସେହା ମଧ୍ୟ ଦେଖାଯାଇଛି। ତେଣୁ ଆପଣ ମାଧ୍ୟମରେ ସମସ୍ତଙ୍କୁ ମୁଁ ଏ ମଦ ବିରୋଧୀ କାର୍ଯ୍ୟକ୍ରମରେ ଆମେ ସମସ୍ତେ ଏକଜୁଟ ହେବା। ସମସ୍ତେ ନିଶା ନିବାରଣ କେନ୍ଦ୍ର ମଧ୍ୟ ନିଶ୍ଚିତ ଖୋଲିଛି। ଯେଉଁମାନେ ନିଶା ଏଭଳି ଖାଉଛନ୍ତି, ଝିଅ ବୋହୂମାନେ ଶାନ୍ତିରେ ମଧ୍ୟ ରହିପାରୁନାହାନ୍ତି, ଘରେ ଅତ୍ୟାଚାର ହେଉଛି, ସେମାନଙ୍କ ପଇସା ପଛରେ ତ ବହୁତ ବୁଡ଼ଉଛନ୍ତି। କିନ୍ତୁ ମୁଁ ଆପଣମାନଙ୍କୁ NSC ଦେଲେ ବି ଯେଉଁମାନେ ବ୍ୟାକ୍ଡୋରରେ କିଛି ନେଉଥିବେ, ମୁଁ ତ NSC ଦେବାର ପଞ୍ଚାୟତ ତରଫରୁ ପ୍ରଶ୍ନ ବି ଉଠୁନାହିଁ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ସାମ୍ବାଦିକ ଭାଇମାନଙ୍କୁ ଅନୁରୋଧ କରୁଛି, ଏ କାର୍ଯ୍ୟକ୍ରମରେ ନିଷ୍ଠାପର ଭାବରେ ମଦ ଯେଭଳି ବନ୍ଦ ହେବ ସମସ୍ତେ ସହଯୋଗ କରନ୍ତୁ, ଲୋକଙ୍କୁ ମଧ୍ୟ ସାଥିରେ ଯୋଡ଼ି ଚାଲନ୍ତୁ। ଆଗାମୀ ଦିନରେ ନିଶ୍ଚିତ ଆମେ ସକ୍ସେସ୍ ହେବା। ଏ କାର୍ଯ୍ୟକ୍ରମକୁ ଯେଉଁମାନେ କରିଛନ୍ତି ମୁଁ ପୁଣି ଥରେ ସେମାନଙ୍କୁ ଧନ୍ୟବାଦ ଦେଇ ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରୁଛି, ଏ ମଦମୁକ୍ତ କିଭଳି ଭାବରେ ସରକାର ପାଖରେ ପହଞ୍ଚୁ, ମଦମୁକ୍ତ ଓଡ଼ିଶା ହେବା ଦରକାର। ସମସ୍ତେ ଜନସାଧାରଣ ବୁଦ୍ଧିଜୀବୀ ଏ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ଦରକାର। ଜୟ